ଗଣରେ ଅଛନ୍ତି ଆମର କାଲଟା ରସିକ ନେତୃତ୍ୱ ସାଥୀ ଏବଂ ଆଜି କାଲଟା ଏବଂ ଜାମଡି ହାଇସ୍କୁଲ ଯେଉଁ ପିଲାମାନେ ଆସିଛନ୍ତି ତାଙ୍କର ଅସୁବିଧା ନେଇକରି ଏବଂ ସମସ୍ତ ଆମର ସାଥୀଗଣ ଯେଉଁ ବିକ୍ଷୋଭ ଆଜି ଯୋଗ ଦେଇଛନ୍ତି ଆପଣମାନେ ଜାଣିଥିବେ ଆମେ 2 ତାରିଖ 2-3ରୁ ଆମେ ଚିଠି ଦେଇଥିଲୁ ସେଲ୍ ମ୍ୟାନେଜମେଣ୍ଟକୁ ଏ ସମସ୍ତ ଦାବି ପୂରଣ କର। ଆମର ମୁଖ୍ୟ ଦାବି ହେଉଛି ଯେତେ ଠିକା ଶ୍ରମିକ ଅଛନ୍ତି କାଲଟା ଏବଂ ରଖିଲେ ତାକୁ ବି ରେଜିଷ୍ଟର କର ଏବଂ AW ପଇସା ଦେବାକୁ ପଡ଼ିବ। ଏବଂ ଆପଣମାନେ ଜାଣିଥିବେ ଯେଉଁ 150 AW କରାଗଲା ରେଗୁଲାର କରାଗଲା ଆଜି କାଲଟା ମାଇସରେ ମଧ୍ୟ 101 ଲୋକ ବି ରେଜିଷ୍ଟର ପାଇଲେ ନାହିଁ। ଖାଲି ପ୍ରତିଶ୍ରୁତି ଦେଉଛନ୍ତି ସିଜିଏମ୍ ହେ ଅର୍ଡର ହେଇଗଲା ଆମର ଡିଜେ ମଧ୍ୟ ମିଛ ପ୍ରତିଶ୍ରୁତି ଦେଉଛନ୍ତି ଅର୍ଡର ହେଇଗଲା କିନ୍ତୁ ଏପର୍ଯ୍ୟନ୍ତ ଅର୍ଡର କାର୍ଯ୍ୟକାରୀ ହେଇପାରିଲା ନାହିଁ। ଯାହାଫଳରେ 7 ମାସ ହେଇଗଲାଣି ଆଜିକି ରେଗୁଲାର ହେବାର ସାଥୀମାନଙ୍କର ନାଁ ଏଣ୍ଟ୍ରି କରାଇଲା ନାହିଁ କି PF ମଧ୍ୟ କଟୁନାହିଁ କି AW ପଇସା ମଧ୍ୟ ମିଳୁନାହିଁ। ତେଣୁ ଆଜି ସେଥିପାଇଁ ଆମେ ଡାକା ଦେଇଥିଲୁ 25 ତାରିଖ ଦିନ ଆମ ଧାରଣା କାର୍ଯ୍ୟକ୍ରମ ହେବ। ଆଜି ସେଇପାଇଁ ଆମେ ପାର୍ଟଲି ଆମେ ଧାରଣା କାର୍ଯ୍ୟକ୍ରମକୁ ଆରମ୍ଭ କରିଛୁ। ସେଲ୍ ମ୍ୟାନେଜମେଣ୍ଟ କହୁଛନ୍ତି 6ରୁ 11 ଗୋଟେ ତାରିଖ ଦେଇଦେଲେ ଏପ୍ରିଲ 6ରୁ 11 ଭିତରେ ଏ ଧର୍ମଘଟ ଉପରେ ଆଲୋଚନା ହେବ। ତେଣୁ ସେଲ୍ ମ୍ୟାନେଜମେଣ୍ଟ ଜାଣିବା ଦରକାର ଏଠି ଯେତିକି ରଖି ଏବଂ ବର୍ତ୍ତମାନ ଆଉ ଯେଉଁ 1000ରୁ ଉର୍ଦ୍ଧ୍ୱ ଲୋକ ଅଛନ୍ତି କାଜୁଆଲରେ ସିନିୟରିଟି ହିସାବରେ ସମସ୍ତ କାଜୁଆଲ ଲୋକଙ୍କୁ ସ୍ଥାୟୀ ଭାବରେ ବି ରେଜିଷ୍ଟର ଦିଆଯାଉ ଏବଂ ସେମାନଙ୍କୁ ମଧ୍ୟ AW ଦିଆଯାଉ। ଇଏ ହେଉଛି ଆମର ଦାବି।